ଆପଣ କିଏ ଖରାପ ଭାଇ ପାରନ୍ତି ଭଲ ଭାଇ ବିଶ୍ୱକେଶନ ଦୀକ୍ଷିତ ପାଲା ଭିତରେ ପ୍ରାଣବାୟୁ ଉଡ଼ିଗଲା। ବନମାଳୀପତି କହିଲେ ଆଦି ତ ତୃତି ଛିଣ୍ଡେଇ ଦେବି କଳି ନଥିଲେ ସେ କଳି ଆଣିବେ ଠିକ ନା ଭୁଲ? ପ୍ରହ୍ଲାଦ ସାହୁ ଅଭୟ ସ୍ୱାଇଁ ବଞ୍ଚିଛନ୍ତି ବଳଭଦ୍ର ପଣ୍ଡା ମହୋଦୟ ପ୍ରଭାତ ସାହୁ ଇଏ କଣ ଗାଇବା ଧାରା ଜାଣିଛି କେମିତି ନୃସିଂହତା ହଉଛି ଏଠି ଯଦି ରୂପ ନାହିଁ ରେଖ ନାହିଁ ଶୂନ୍ୟ ଦେଇ ଉଦୟ ହେଲେ କେମିତି ଉଦୟ ନାହାନ୍ତି ତାହେଲେ ତାଙ୍କର ରୂପ ହେଲେ ସିନା ଉଦୟ ହବ। ସୂର୍ଯ୍ୟଙ୍କୁ ଦେଖିଲେ ତୁ କହିବୁ ସୂର୍ଯ୍ୟ ଉଦୟ ହେଲେ ନ ଦେଖିଲେ ତାହେଲେ ତାଙ୍କର ଯଦି ରୂପରେଖ ନାହିଁ ସେ ଉଦୟ କେମିତି ହେଲେ? ଆଉ ଗୋଟେ ପଦ ଗାଉଛି କିନ୍ତୁ ଆଜି ସମାଧାନ କରିବିନି ନା ସମାଧାନ କହିଲା ପାଦ ପାଣି ନାହିଁ ତାକୁ ଧରିବ କିଏ? ପାଦ ପାଣି ନାହିଁ ତାକୁ ଧରିବ କିଏ? ପାଦ ପାଣି ନାହିଁ ତାକୁ ଧରିବ କିଏ? ପାଦ କେମିତି ନୃସିଂହତା ହଉଛି ଇଏ ମନ୍ତ ବ୍ରହ୍ମ ସ୍ୱରୂପ ଦେଖାଯାଏ ଇଏ ମନ୍ତ ବ୍ରହ୍ମ ସ୍ୱରୂପ ଦେଖାଯାଏ ପାଦ ପାଣି ନାହିଁ ତାକୁ ଧରିବ କିଏ? ପାଦ ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ଗୋଟା ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ଗୋଟା ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ଗୋଟା ନରଦେହ ବହି ତାକୁ କରିବା ନହେରେ ବାବୁ କରିବା ନହେରେ ପାଦ ପାଣି ନାହିଁ ତାକୁ ଧରିବ କିଏ? ପାଦ ପାଣି ନାହିଁ ପଣ୍ଡିତ ମଣ୍ଡଳୀ ମୋର ମଣ୍ଡିତ ସଭାରେ ପାଦ ପାଣି ନାହିଁ ତାକୁ ଧରିବ କିଏ? ବିଚାର କରନ୍ତୁ ଭୀମ ଭୋଇ ଲେଖା ଭଲେ ପାଦ ପାଣି ନାହିଁ ତାକୁ ଧରିବ କିଏ? ଆଜ୍ଞା କଣ କହୁଛନ୍ତି ଆଜ୍ଞା? ଥାକ କେତେବେଳେ ସରିବ? ବିଲକୁଲ ପ୍ରଥମ ବରଣ ହେଇନାହିଁ କହୁଛ ବାହାଘର କେତେବେଳେ ସରିବ? ଆପଣ ବ୍ୟସ୍ତ ଅଛନ୍ତି ହଁ ମୁଁ ଜାଣିପାରିବି ନା ଆମେ ମୁହଁକୁ ଦେଖିଦେଲେ ଜାଣିପାରିବୁ। ବ୍ୟସ୍ତ ଅଛନ୍ତି ଯେ ତୁମେ ସେଠୁ ଉଠିଗଲେ ମନେକର ମୋ ପାଲା ନ ଶୁଣୁ ତୁମେ ଉଠିଯିବ କେତେ ବଡ କ୍ଷତି ହବ। ଆଉ ଆସିଛନ୍ତି ଆଉ ସମୟ କାହିଁ କହୁଛନ୍ତି କିଛି ସମୟ ଖୋଜିବା ଦରକାର ନାହିଁ। ତୁମେ ଆମ ପାଖରେ ରହିବ କି ଆଜି ଖାଇବ ପିଇବ ଶୋଇବ ଏଠି ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ମଉସା ତାଙ୍କର ଗୋଡ ନାହିଁ ହାତ ନାହିଁ ପେଟ ନାହିଁ ପିଠି ନାହିଁ ଅଣ୍ଟା ନାହିଁ ଏ ପୁଅ କିଛି ନାହିଁ ମା ରମ ବୋଉ ପାଟି କର କିଛି ନାହିଁ ଯଦି କିଛି ନାହିଁ ସାର୍ ସେଇ ଭୀମ ଭୋଇ ଲେଖିଲେ ଆପଣ ନିଜେ ଲେଖିଛନ୍ତି ଭୀମ ଭୋଇ ଆପଣ କହିଲେ ରୂପ ନାହିଁ ରେଖ ନାହିଁ ହାତ ନାହିଁ ପେଟ ନାହିଁ ପିଠି ନାହିଁ ଅଣ୍ଟା ନାହିଁ ଗୋଡ ନାହିଁ କିଛି ନାହିଁ ଆପଣ ପୁଣି କେମିତି ଲେଖିଲେ? କହିଲେ ବନ୍ଦନା ଇଏ ବନ୍ଦନା ପାଦ ପଦ୍ମକୁ ବନ୍ଦନା ପାଦ ପଦ୍ମକୁ ଯାଇ ଅରୁପାନନ୍ଦକୁ পুনে সুরা সুরি নখ করে সুরা পরে অনন্ত বাসুকি শিরে বহুছি
ଆପଣ ମାନେ କୁହନ୍ତୁ ମୁଁ ପେଟ ପୋଷିବା ପାଇଁ ପାଲା ଶିଖିଛି କିନ୍ତୁ ଆପଣଙ୍କର ମୋ ଠାରୁ ଅଭିଜ୍ଞତା ଅଧିକ। ଆଜ୍ଞା ଆଜି ଏ ବିଷ୍ଣୁ ବାବୁ ସାଙ୍ଗରେ ଯାଇଥିଲି ହୀରାଲାଲ ଶର୍ମାଙ୍କ ପାଖ ଏ 50ଟା ପାଲାବାଲା ଯେତିକି ବହି ରଖିନାହାନ୍ତି ସେତିକି ରଖିଛି। ଏ ଗାଁରେ ଜଣେ ଯୋଗ୍ୟ ଗାୟକ ଶରତ ଭାଇନା ଆଜ୍ଞା ଅନେକ ଜ୍ଞାନର ଅଧିକାରୀ ହଁ ପରା ଅସ୍ୱୀକାର କରିବିନି। ଆପଣଙ୍କର ଗାଁ କନ୍ୟା ସିଙ୍ଗାଣିଆ କେହି ଥାଇପାରନ୍ତି। ଯୋଉମାନେ ବଡ ଗାୟକ ତାଙ୍କ ଗାଁ ପାଖରେ ତାଙ୍କ ପସନ୍ଦ କରନ୍ତିନି ସେଥିରୁ କଣ ମିଳୁଛି? ହେଲେ ପାଠ କାହାର କିଏ ନେଇଯିବ? ଆଜ୍ଞା ତାହେଲେ ଆପଣ ମାନେ କୁହନ୍ତୁ ଏ ଅଞ୍ଚଳରେ ବିଶ୍ୱକେଶନ ଦୀକ୍ଷିତ କୋଉ ଭଳିଆ ଯୋଗ୍ୟ ଗାୟକ ପାଲା ଭିତରେ ପ୍ରାଣବାୟୁ ଉଡିଗଲା ସେମିତିଆ ଦେଖିବାକୁ ସୁନ୍ଦର କିଏ ଅଛନ୍ତି? ବନମାଳୀ ପତି କହିଲେ ଆଦି ତ ତୁତି ଥିନ୍ଦେଇ ଦେବି କଳି ନଥିଲେ ସେ କଳି ଆଣି ଠିକ ନା ଭୁଲ? ତେଣୁ ମୋ କହିବାର ତାତ୍ପର୍ଯ୍ୟ ଏଇ ଜିଲ୍ଲାର ପ୍ରଶସ୍ତି ପ୍ରହ୍ଲାଦ ସାହୁ, ଏଇ ଜିଲ୍ଲାର ପ୍ରଶସ୍ତି ଅଭୟ ସ୍ୱାଇଁ ବଞ୍ଚିଛନ୍ତି, ଏଇ ଜିଲ୍ଲାର ପ୍ରଶସ୍ତି ବଳଭଦ୍ର ପଣ୍ଡା ମହୋଦୟ ଦିବଙ୍ଗତ, ଏଇ ଜିଲ୍ଲାର ପ୍ରଶସ୍ତି ମୋ ସଙ୍ଗରେ ଯୁଦ୍ଧ କରିବାକୁ ଯୋଉ ଯୋଦ୍ଧା ଚାଲିଗଲା ପ୍ରଭାତ ସାହୁ। ଅସ୍ୱୀକାର କରିବ ଆଉ ଇଏ କଣ ଗାଇବା ଧାରା ଜାଣିଛି? ହଁ ପାଲା ଶିଖିଛୁ କରଉଛୁ ସେ ପ୍ରଭାତ ସାହୁ ଗାଇବ ନା? ତାମାନେ ସେ ଚାଲିଗଲା ପରେ ତମେ ଆଙ୍କୁ କାଶ ଘଟେଇଛ ନାଇଁ? କଇଗିରି ନନ୍ଦିନୀ ନନ୍ଦିତେ ମେଦିନୀ 3 ଦିନିଆ ହେଲାଣି, ବ୍ରହ୍ମାଣ୍ଡ ଛତ୍ର ଦଣ୍ଡ 2 ଦିନ ହେଲାଣି, କିଛି ଆଉ ମନେ ପଡୁନି। ମାତକ ଛଇଳ ଜେମା ଇଏ ସେଇ ପାର୍ଟି ରାଉସାଡକୁ ଯାଆନା। ଯଦି ରୂପ ନାହିଁ ହେ କାଳିଆ ରେଖ ନାହିଁ ହାତ ଗୋଡ ନାହିଁ ଭୀମ ଭୋଇ କେମିତି ପାଦ ପଦ୍ମକୁ ବନ୍ଦନା କଲେ? ଭୀମ ଭୋଇ ଲେଖା ଭୁଲ ନା ତ ଆଜ୍ଞା, ମୋ ଗାଇବା ଭୁଲ ନା, ଆପଣଙ୍କ ଶୁଣିବା ଭୁଲ ନା, ଠିକଟା କଣ ହବ? ସେଇ ଭୀମ ଭୋଇ କହିଛନ୍ତି କିଛି ନାହିଁ, ସେଇ ଭୀମ ଭୋଇ ପାଦ ପଦ୍ମକୁ ବନ୍ଦନା କଲେ। ଯେତେବେଳେ ଅକ୍ରୁର ଦେଖିଲା କେହି ନାହାନ୍ତି ହାତ ଯୋଡି ଦେଇ ଡାକିଲା, କହିଲା ପ୍ରଭୁ କାହିଁକି ମତେ ଦହଗଞ୍ଜ କରୁଛୁ? ତୁ ମାମୁଁ ମତେ ମାରିଦବ, ତୁ ଠିକ ସମୟରେ ନ ପହଞ୍ଚିଲେ ତୋ ମାମୁଁ କ୍ରୁର ମତେ ମାରିଦବ। ବିଶ୍ୱ ଚିନ୍ତାମଣି ଭଗବାନଙ୍କୁ ଡାକୁଛନ୍ତି ସେଇଠି ଗୋଟିଏ ପଦ, ଆଜ୍ଞା ଆଜ୍ଞା, ହେ ହରି କାଳିଆ ବିଷ ତୋ ମାମୁଁ ମତେ ମାରିଦବ ରେ କାଳିଆ ଠାକୁର, ମତେ ଦେଖା ଦେ, ଗୋପାଙ୍ଗନା ମାନଙ୍କୁ ଟିକେ ବୁଝେଇ ଦେ। ଆଉ ମୁଁ ତତେ କଣ ନେବି, ତୁଇ ମତେ ନେଇ ତୋ ମାମୁଁ ପାଖରେ ପହଞ୍ଚାଇ ଦେ। ବିଶ୍ୱକୁ ଯିଏ ନଚଉଛି ଏ ବିଶ୍ୱ ତା ଉପରେ ନିର୍ଭର କରୁଛି, ମୁଁ ତାକୁ କଣ ନେବି? ମୁଁ ଖାଲି ମାଧ୍ୟମ। ମଉସା ମୁଁ କଣ ପାଲା କରୁଛି? ମୋ ରଥକୁ ଯିଏ ଚଳେଇଛି ସେ ରଥ ପାଲା ରଥ ଚଳେଇଛି, ଆମେ କିଛି ନୁହେଁ। ଇଏ ନିରଞ୍ଜନପୁର ଗ୍ରାମର ପାଲା ରଥକୁ ଚଳେଇଛି କିଏ? ମା ଦକ୍ଷିଣକାଳୀ। ଆପଣ କେବଳ ସହାୟ ମାତ୍ର। ଆପଣ କିଏ ଖରାପ ଭାବିପାରନ୍ତି, ଭଲ ଭାବି